ଜୀବନରେ କେବେ ବି ଆଇଁଷ ଖାଆନ୍ତି ନାହିଁ ବଲିଉଡର ଏହି ଅଭିନେତା ଏବଂ ଅଭିନେତ୍ରୀ। ଓଡ଼ିଆ ଇଣ୍ଡଷ୍ଟ୍ରି ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିରେ ଓଡ଼ିଆ ଅଭିନେତା ଅଭିନେତ୍ରୀମାନେ ଆଇଁଷ ଦବେଇ ଖାଉଥିବା ବେଳେ ବଲିଉଡରେ ଏହି ଅଭିନେତା ଅଭିନେତ୍ରୀମାନେ କ'ଣ ପାଇଁ ଆଇଁଷ ଖାଆନ୍ତି ନାହିଁ, ସେମାନଙ୍କର ଆମିଷ ଖାଇବା ପୂର୍ବରୁ କ'ଣ ସେମାନେ ଛାଡ଼ି ଦେଇଛନ୍ତି। ନିରାମିଷ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ସୁସ୍ଥ ସହ ମସ୍ତିଷ୍କ ବି ଉଚିତ ଭାବେ ବିକଶିତ ହୋଇଥାଏ, କିନ୍ତୁ ସେମାନେ ଏହାକୁ ମାନି ନେଇଛନ୍ତି। ବଲିଉଡର ଏପରି କଳାକାର ଅଛନ୍ତି ଯେଉଁମାନେ ଜୀବନରେ ବି ଆଇଁଷ ଛୁଇଁ ନାହାନ୍ତି। ପ୍ରଥମରେ ଆସୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଅମିତାଭ ବଚ୍ଚନ ହେଉଛନ୍ତି ଜଣେ ଏପରି ଅଭିନେତା, ସେ ଜୀବନରୁ ପ୍ରଥମରୁ କେବେ ବି ଆଇଁଷ ଖାଉନାହାନ୍ତି ଏବଂ ଅମିତାଭ ବଚ୍ଚନ ନିରାମିଷାସୀ ଜୀବନ ବିତାଇଥାନ୍ତି। ହେଲେ ସେ 2002 ମସିହା ଠାରୁ ଆମିଷ ଖାଇବା ପୁଣି ଚିନ୍ତା କରିଥିଲେ, କିନ୍ତୁ ସେ ଏପର୍ଯ୍ୟନ୍ତ ଶାକାହାରୀ ଭୋଜନ ରୂପେ କରୁଛନ୍ତି। ତେବେ ଅଭିନେତା ଜନ୍ ଆବ୍ରାହମଙ୍କୁ ଫିଗରକୁ ଦେଖି କେହି ବି କହିବେ ଯେ ସେ ନିରାମିଷାସୀ, ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜନ୍ଙ୍କୁ ଶାକାହାରୀ ବଡି ବିଲ୍ଡରକୁ ସୂଚୀରେ ଗଣନା କରାଯାଇଥାଏ। ସେ ଶାକାହାରୀ ଖାଦ୍ୟ ଖାଇ ତାଙ୍କର ଏପରି ବଡିକୁ ବିକଶିତ କରିଛନ୍ତି ଏବଂ ସେ କେବେ ବି ଆଇଁଷ ଖାଆନ୍ତି ନାହିଁ। ତେବେ ତୃତୀୟ ନମ୍ବରରେ ଆସୁଛନ୍ତି ବଡି ଟ୍ରାନ୍ସଫର୍ମେସନ ଜରିଆରେ ପ୍ରଶଂସକଙ୍କୁ ବାରବାର ଚକିତ କରାଉଥିବା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ। ସେ ଜଣେ ଶାକାହାରୀ। ସେ 2015 ମସିହାରେ ନିଜ ଜନ୍ମଦିନ ଠାରୁ ଆଇଁଷ ଖାଇବାକୁ ନ ଖାଇବାକୁ ସଂକଳ୍ପ ନେଇଛନ୍ତି ଏବଂ ସେ 2015 ମସିହା ଠାରୁ ଏପର୍ଯ୍ୟନ୍ତ ଆମିଷ ଛାଡ଼ିକି ହିଁ ଜୀବନଯାପନ କରିଛନ୍ତି। ତେବେ ସେ ଆମିଷ ଛାଡ଼ିଥିଲେ ମଧ୍ୟ ସେ ବହୁତ ହ୍ୟାଣ୍ଡସମ୍ ଏବଂ ବଡି ବିଲ୍ଡର ଭାବେ ଦେଖାଯାଆନ୍ତି। ଅମିତାଭ ବଚ୍ଚନ ଏବଂ ଆମିର ଖାନ ନିରାମିଷାସୀ ଯୋଡ଼ି ଭାବରେ ମଧ୍ୟ ଦେଖାଯାଆନ୍ତି। ଅଭିନେତ୍ରୀ ଅନୁଷ୍କା ଶର୍ମା ଏହା ମଧ୍ୟରେ ଶାକାହାରୀ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ଅଭିନେତ୍ରୀ ଅନୁଷ୍କା ଶର୍ମା ସେ ନିଜର ଫିଟନେସକୁ ନେଇ ଖୁବ୍ ସଚେତନ ଏବଂ ତାଙ୍କ ଅଧିକାଂଶ ସମୟରେ ଯୋଗ ଏବଂ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥାଏ। ଅନୁଷ୍କା ବିଶ୍ୱାସ କରନ୍ତି ଯେ ଶାକାହାରୀ ଭୋଜନ କେବଳ ଶାରୀରିକ ନୁହେଁ, ମାନସିକ ଶାନ୍ତି ପାଇଁ ବି ଜରୁରୀ। ତେବେ ସେ କେବେ ହେଲେ ଆଇଁଷ ଖାଇନାହାନ୍ତି, ସେ ଶାକାହାରୀ ଭାବରେ ଜୀବନଯାପନ କରିଥାନ୍ତି ଏବଂ ବଲିଉଡର ବହୁତ ଏଭଳି କଳାକାରମାନେ ଅଛନ୍ତି ସେମାନେ ଶାକାହାରୀ ଜୀବନଯାପନ କରି ନିଜକୁ ପ୍ରାୟ ଫିଟ୍ ରଖୁଥିବାର କୁହାଯାଏ।